ଜାଡେଜା ୱାଶିଂଟନ ସୁନ୍ଦରଙ୍କ ଶତକ, ଭାରତ କଲା ନୂଆ ରେକର୍ଡ, ଇଂଲଣ୍ଡ ଖେଳାଳିଙ୍କ ଆଖିରେ ଲୁହ। ଚତୁର୍ଥ ଟେଷ୍ଟ ମ୍ୟାଚ୍ ହେଲା ଡ୍ର, ଭାଙ୍ଗିଗଲା ଇଂଲଣ୍ଡର ସ୍ୱପ୍ନ ଏବେ ବି ସିରିଜ୍ ଜୀବିତ। ଦର୍ଶକ ବନ୍ଧୁ, ଗତକାଲି ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ଭାରତର ପଞ୍ଚମ ୱିକେଟରେ ଜାଡେଜା ଓ ୱାଶିଂଟନ ସୁନ୍ଦରଙ୍କ 203 ରନର ପାର୍ଟନରସିପ୍ ମ୍ୟାଚକୁ ଡ୍ର କରିଦେଇଛି। ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଭାରତ ପ୍ରଥମ ଇନିଂସରେ 358 ରନ୍ କରିଥିଲାବେଳେ ଇଂଲଣ୍ଡ 669 ରନ୍ କରି 311 ରନ୍ ଲିଡ୍ ଦେଇଥିଲା ଭାରତକୁ। ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ କରି କେଏଲ୍ ରାହୁଲ 90, ଶୁଭମ ଗିଲ୍ 103, ୱାଶିଂଟନ ସୁନ୍ଦର 101, ଜାଡେଜା 107 ରନ୍ କରି ପଞ୍ଚମ ଦିନରେ ଖେଳ ଡ୍ର କରିଥିଲେ। ଭାରତ 4 ୱିକେଟରେ 425 ରନ୍ କରିଥିଲାବେଳେ ମ୍ୟାଚ୍ ଡ୍ର ହୋଇଥିଲା। ଭାରତର ନୂଆ ରେକର୍ଡ ହୋଇଛି। ପଞ୍ଚମ ୱିକେଟରେ ଭାରତ 202 ରନ୍ର ପାର୍ଟନରସିପ୍ କରିଥିଲା। ଦ୍ୱିତୀୟ ଇନିଂସରେ 3 ଜଣ ଶତକ ମାରିଥିଲେ। ଏହା ହେଉଛି ଏକ ନୂଆ ରେକର୍ଡ, ଯିଏକି ଶୁଭମ ଗିଲ୍ ଓ ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର 3 ଜଣ ଶତକ ମାରିଥିଲେ। ଭାରତ କରିଥିଲା 1.5 ଦିନ ବ୍ୟାଟିଂ, ଯାହାଫଳରେ ହୋଇଛି ମ୍ୟାଚ୍ ଡ୍ର। ଇଂଲଣ୍ଡ ଅଧିନାୟକ ପ୍ରଥମ ଇନିଂସରେ 141 ବ୍ୟାଟିଂ କରିଥିଲାବେଳେ 5 ୱିକେଟରେ 62 ରନ୍ ଦେଇଥିଲେ ଓ ଦ୍ୱିତୀୟ ଇନିଂସରେ 33 ରନ୍ ଦେଇ ଗୋଟେ ୱିକେଟ୍ ନେଇଥିଲାବେଳେ ତାଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଘୋଷଣା କରିଥିଲା। ଚତୁର୍ଥ ମ୍ୟାଚ୍ ଡ୍ର ହେଲା ପରେ ଇଂଲଣ୍ଡ 2-1ରେ ଆଗରେ ରହିଛି। ଶେଷ ବା ପଞ୍ଚମ ଟେଷ୍ଟ 31 ଜୁଲାଇରେ ଖେଳା ହେବ। ଯଦି ଏହି ମ୍ୟାଚ୍ ଭାରତ ଜିତେ ତାହେଲେ 2-2 ସିରିଜ୍ ହେବ। ଯଦି ଭାରତ ହାରିଯାଏ ତାହେଲେ ସିରିଜ୍ 3-1ରେ ଇଂଲଣ୍ଡ ବିଜୟୀ ହେବ।